ଆଜିର ସୁବିଚାର ଯେପରି ପରିସ୍ଥିତି ମଣିଷ ଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ, ଠିକ୍ ସେପରି ମାନବିକତାର ବିକାଶ ହିଁ ପ୍ରତ୍ୟେକ ବ୍ୟକ୍ତିର ସବୁଠାରୁ ବଡ଼ ଅଭିଳାଷ ହେବା ଉଚିତ। ମନେ ରଖନ୍ତୁ, ଏ ଦୁନିଆରେ ସବୁକିଛି ଅସ୍ଥାୟୀ, ତେଣୁ କିଛି ପାଇଗଲା ପରେ ଏତେ ବି ଗର୍ବ କରନ୍ତୁ ନାହିଁ। କାହିଁକି ନା ଦିନେ ନା ଦିନେ ସବୁକିଛି ହରେଇବାକୁ ହିଁ ପଡ଼ିଥାଏ। ନିଜର ତୁଳନା ଅନ୍ୟ କାହା ସହ କରିବା ଉଚିତ ନୁହେଁ। ଯେମିତି ହାତର ସବୁ ଆଙ୍ଗୁଠି ସମାନ ହୋଇନଥାଏ, ସେମିତି ସମସ୍ତଙ୍କ ଚିନ୍ତାଧାରା ମଧ୍ୟ ସମାନ ହୋଇନଥାଏ। ମନେ ରଖନ୍ତୁ, ରାସ୍ତା ଯେତେ ବି କଠିନ ହେଇଥାଉ ନା କାହିଁକି, ଯଦି ନିଜ ପାଦ ଉପରେ ବିଶ୍ୱାସ ଥିବ, ତେବେ କଠିନ ରାସ୍ତା ବି ଚାଲିବା ପାଇଁ ସହଜ ହୋଇଯିବ। ଜୀବନରେ ନିଜ ବଳକୁ ନେଇ କେବେ ଗର୍ବ କରନ୍ତୁ ନାହିଁ, କାହିଁକି ନା ଏହି ଗର୍ବ ହିଁ ଅନେକ ସମୟରେ ପତନର କାରଣ ହୋଇଥାଏ। ପ୍ରତ୍ୟେକ ମନୁଷ୍ୟଙ୍କ ଜୀବନରେ ଅୟଥା ସନ୍ଦେହ ସବୁବେଳେ ବିଶ୍ୱାସଘାତକତାକୁ ନିମନ୍ତ୍ରଣ କରି ଆଣିଥାଏ। ତେଣୁ ଯଥା ସମ୍ଭବ ସେଥିରୁ ନିବୃତ୍ତ ରୁହନ୍ତୁ। ଯେମିତି ସମୁଦ୍ରରୁ କିଛି ପାଣି କାଢ଼ି ନେଲେ ପାଣି କମିଯାଏ ନାହିଁ, ସେମିତି ହୃଦୟରୁ ସମସ୍ତଙ୍କୁ ଭଲ ପାଇବା ବାଣ୍ଟିଲେ ଭଲ ପାଇବା ସରିଯାଏ ନାହିଁ। ଫୁଲ ତାକୁ ଦିଅ ଯିଏ ସାଇତି ରଖିପାରିବ, ସମୟ ତାକୁ ଦିଅ ଯିଏ ଅପେକ୍ଷାର ମୂଲ୍ୟ ଜାଣିଥିବ, ଦୁଃଖ ତାକୁ ଦିଅ ଯିଏ ହସିବା ଜାଣିଥିବ, କିନ୍ତୁ ମନ ତାକୁ ଦିଅ ଯିଏ ଭାଙ୍ଗିବା ଜାଣିନଥିବ। କେହି ଭଲ ନୁହନ୍ତି କି କେହି ଖରାପ ନୁହନ୍ତି, କିନ୍ତୁ ସମୟ ଅନୁସାରେ ସମସ୍ତେ ନିଜ ନିଜର ଅଭିନୟ କରିଥାନ୍ତି। ତ୍ୟାଗ ସ୍ନେହ ଠାରୁ ଶ୍ରେଷ୍ଠ, ଚରିତ୍ର ସୁନ୍ଦରତା ଠାରୁ ଶ୍ରେଷ୍ଠ, ମାନବିକତା ସମ୍ପତ୍ତି ଠାରୁ ଶ୍ରେଷ୍ଠ, କିନ୍ତୁ ପରସ୍ପର ମଧ୍ୟରେ ସମ୍ପର୍କ ବଜାୟ ରଖିବା ଠାରୁ ଶ୍ରେଷ୍ଠ କିଛି ନାହିଁ। କେହି କେବେ ନିଜ ଇଚ୍ଛାରେ ବଦଳି ନଥାଏ। ମିଳିଥିବା ଦୁଃଖ ଆଉ ସମୟ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ। ପରିସ୍ଥିତି ସହିତ ଲଢ଼େଇ କରି ହୁଏ, କିନ୍ତୁ ଭାଗ୍ୟ ସହିତ ନୁହେଁ। ଭାଗ୍ୟ ଏମିତି ଏକ ଅଜବ ଜିନିଷ, କାହାକୁ ଆଶା ଠାରୁ ଅଧିକ ଦିଏ ତ ଆଉ କାହାଠୁ ସବୁକିଛି ଛଡ଼େଇ ନିଏ। କାହାକୁ ଭୁଲ ବୁଝିବା ଆଗରୁ ପ୍ରଥମେ ତାର ପରିସ୍ଥିତି ବୁଝିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ମଣିଷ ବେଳେବେଳେ ପରିସ୍ଥିତିରେ ପଡ଼ିକି ଭୁଲ କରିଥାଏ। ଆଜିର ଦୁନିଆରେ ସେହି ଲୋକକୁ ସବୁବେଳେ ଦୁଃଖ ମିଳେ, ଯିଏ ବିନା ସ୍ୱାର୍ଥରେ ସମସ୍ତଙ୍କୁ ନିଜର କରିଦିଏ। ଯେମିତି ଲୁଣକୁ ଗୋଟିଏ ସୁନା ତାଟିଆରେ ରଖି ଚାଖିଲେ ମଧ୍ୟ ତାର ସ୍ୱାଦ ବଦଳେ ନାହିଁ, ଠିକ୍ ସେମିତି ସ୍ୱାର୍ଥପର ଲୋକଙ୍କର ଯେତେ ବି ଉପକାର କର, ତାର ସ୍ୱାର୍ଥ ସ୍ୱଭାବ କେବେ ମଧ୍ୟ ବଦଳେ ନାହିଁ। ଆଜି ପାଇଁ ଏତିକି। ଭିଡିଓଟି ଭଲ ଲାଗିଲେ ଲାଇକଟେ କରିଦେବେ। ପୁଣି ଦେଖାହେବ ଆଉ କେତେ ନୂଆ ସୁବିଚାର ନେଇ। ଜୟ ଜଗନ୍ନାଥ।